जगतसिंहपुर जिला कोचंग ब्लॉक जगती ग्राम एक रक्तदान शिविर आयोजन हो जाइछि। मां बुढ़ी जाड़ुआणी युवक संघ उपदेष्टा जीवन ज्योति स्वाईं नेतृत्व में यह रक्तदान शिविर आयोजन करा जायथिला। युवक संघर समस्त सदस्य माने प्रत्यक्ष भाव में शिविर परिचालन करथिले। ଏହି ଶିବିରରେ ଶିକ୍ଷାବିତ୍ ମାୟାଧର ଦାସ, ଜଗତୀ ଗ୍ରାମ୍ୟ କମିଟି ସଭାପତି ଇଞ୍ଜିନିୟର ପ୍ରଶାନ୍ତ କୁମାର ଚୌଧୁରୀ, ମହାପାତ୍ର ଇଣ୍ଡିଆନ୍ ଗ୍ୟାସ୍ ପ୍ରୋଭାଇଡର ସୌମେନ୍ଦ୍ର ମହାପାତ୍ର ଏବଂ ବରିଷ୍ଠ ମୂର୍ତ୍ତିକା ବିଜ୍ଞାନୀ ବାବାଜୀ ସେଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିବିର ଉଦ୍ଘାଟନ କରିଥିଲେ। ଏହି ଅବସରରେ ଗ୍ରାମର ମହିଳା ସମାଜସେବୀ ଏବଂ ରକ୍ତଦାତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଶିବିରରେ ମୋଟ 78 ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲା ରେଡ୍କ୍ରସ୍ ସୋସାଇଟି ସହଯୋଗ କରିଥିଲା। ଗ୍ରାମର ସଂଖ୍ୟାଧିକ ମହିଳା ଏବଂ ଚାଷୀ ମୂଲିଆ ପରିଶ୍ରମୀ ଲୋକମାନେ ଆଗ୍ରହର ସହିତ ରକ୍ତଦାନ କରିଥିଲେ। ପାରାଦୀପ ଚଣ୍ଡିଖୋଲ ଜାତୀୟ ରାଜପଥ ଏବଂ ପାରାଦୀପ କଟକ ରାଜ୍ୟ ରାଜପଥରେ ସଡ଼କ ଦୁର୍ଘଟଣାରେ ଗୁରୁତର ରୋଗୀ, ପାରାଦୀପରେ ଗଡ଼ି ଉଠିଥିବା ଶିଳ୍ପ କାରଖାନାରେ ଦୁର୍ଘଟଣାର ଶିକାର ହୋଇଥିବା ଗୁରୁତର ରୋଗୀ ଏବଂ ଥାଲାସେମିଆ ରୋଗୀଙ୍କ ପାଇଁ ଆବଶ୍ୟକ ପଡୁଥିବା ରକ୍ତଭାବ ଦୂର କରିବା ଲକ୍ଷ୍ୟରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ଆୟୋଜକମାନେ କହିଛନ୍ତି। ଯୁବକ ସଂଘ ସଦସ୍ୟମାନଙ୍କ ଏପରି ପ୍ରଚେଷ୍ଟାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଆଉ ଯୁବପିଢ଼ିଙ୍କୁ ଆମେ ଚେଷ୍ଟା କରୁଛୁ ଯେ ଏଥିରେ ଯୁବପିଢ଼ିଙ୍କ ସହିତ ଭାଇଚାରାରେ ଗୋଟେ ସୁସମ୍ପର୍କ ତାଙ୍କ ସହିତ ରଖି ଆମେ କେମିତି ସ୍ୱାଗତ ଯୋଗ୍ୟ କାମ କରିବା ଆଉ ବୁଝେଇବା। ଧୀରେ 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 ଯୁବପିଢ଼ି ମାନେ ନିଶାଗ୍ରସ୍ତ ଆଡ଼କୁ ଗତି କରି ଯାଉଛନ୍ତି। ଏଇ ଭାଇଚାରା ଏଇ ମଧ୍ୟରେ ବୁଝେଇବା ଆଉ ତାଙ୍କୁ ଗୋଟେ ନୂଆ ବାର୍ତ୍ତାରେ ପରିଣତ ତାଙ୍କୁ ଦେଇ ଆମେ ତିଆରି କରିବା ଗୋଟେ ସୁସମାଜ, ସୁସଂଗଠିତ ଯୁବପିଢ଼ି। ଆଉ ତାଙ୍କୁ ଆମେ ବୁଝାଉଛୁ ଯେ ରକ୍ତଦାନ ଏକ ମହତ୍ତ୍ୱପୂର୍ଣ୍ଣ କାମ ଏବଂ ରକ୍ତ ଦେଲେ ଆମ ଦେହରେ ନୂଆ ରକ୍ତ ତିଆରି ହୁଏ। ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଯେଉଁ ରକ୍ତଦାନ ଶିବିରଟି ଚାଲିଛି, ଆଜି ତା'ର ଦ୍ୱିତୀୟ ବାର୍ଷିକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର। ଏଥିରେ ଲୋକମାନେ ଆଗାମୀ ଯେଉଁ ବିଗତ ବର୍ଷ ତୁଳନାରେ ଏ ବର୍ଷ ଅଧିକ ରକ୍ତ ୟୁନିଟ୍ ସଂଗ୍ରହ ହୋଇଛି। ଲୋକମାନେ ସ୍ୱେଚ୍ଛାକୃତ ଦେବା ପାଇଁ ବହୁତ ଇଚ୍ଛା ପ୍ରକାଶ କରୁଛନ୍ତି, ଯାହାକି ଅନ୍ୟମାନଙ୍କୁ ମାନେ ଉତ୍ସାହିତ କରାଉଛି। ତାପରେ ଆଜି ଏ ଯେଉଁ ପ୍ରୋଗ୍ରାମରେ କିଛି ସାମାଜିକ କର୍ମୀ ଯେଉଁମାନେ କି ଆଗଭର ହେଇକରି କିଛି ଅନୁଷ୍ଠାନ ଯେଉଁମାନେ କି ଗ୍ରୁପ୍ ସ୍ତ୍ରୀ ଲୋକମାନଙ୍କର ଗ୍ରୁପ୍, ମାଆମାନଙ୍କର ଗ୍ରୁପ୍ରେ କିଛି ତାଙ୍କର ଉତ୍ପାଦ ତିଆରି କରୁଛନ୍ତି, ତାଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଯେଉଁ ସମ୍ମାନ ଦେଇଛନ୍ତି, ସେଇଟା ବହୁତ ଉତ୍ସାହଜନକ କାର୍ଯ୍ୟକ୍ରମ। ରିପୋର୍ଟ ନ୍ୟୁଜ୍ ପ୍ରାଇମ୍ ଓଡ଼ିଶା।